ସମ୍ବଲପୁରୀ ଭାଷାକେ ଭଲ ପାଉଥିବାର ମୋର୍ ଦାଦା ଭାଇ ବୁହେନ୍ ମାନଙ୍କୁ ମୋର୍ ଜୁହାର। ଆଜିର କାହାଣୀ ଯାହା ହେବା ଦେଖାଯିବା। ବହୁତ ଦିନର ପୁରୁଣା ଆଉ ବଡ଼ ବନ୍ଧଟେ ଥିଲା। ସେ ବନ୍ଧନେ ତିନିଟା ବଡ଼ ମାଛ ଥିଲେ। ସେମାନଙ୍କର ନାଁ ହେଲା ଅନାଗତ ବିଧାତା, ପ୍ରତ୍ୟୁତ୍ନମତି ଆର୍ ଯଦ୍ ଭବିଷ୍ୟ। ତାକର କାମ ଜାନି ନା। ସେମାନେ ତିନି ଜଣ ବହୁତ ସାଙ୍ଗ ହେଉଥିଲେ। ତାକର ଭିତରେ ବହୁତ ସଦ୍ଭାବ ଆଉ ସହଯୋଗ ଥିଲା। ସେମାନେ ଦିନସାରା କଥାବାର୍ତ୍ତା ହେଇ କାଟୁଥିଲେ। ତାକର କାମ ଖାଲି ହେଲା ଖାଇବେ, ଶୁଇବେ ଆଉ ଇନର ହେନର କଥା ହେଇ ଦିନ କାଟବେ। ଦିନେ ସେମାନେ ପାଇନ ଭିତରେ ବୁଲୁ ବୁଲୁ ଜାଲୁଆମାନଙ୍କୁ ବନ୍ଧିଡ଼େ ଆଇବାର ଦେଖିଲେ। ଜାଲୁଆମାନେ ବନ୍ଧିଡ଼ି ଉପରେ ଠିଆ ହେଇ କଥାବାର୍ତ୍ତା ହେଉଥନ୍। ତିନ୍ ସାଙ୍ଗ କାନ ପାରି ଶୁଣିଲେ। ଜାଲୁଆମାନେ କହୁଥନ୍, ଇ ବନ୍ଧେ ବହୁତ ବଡ଼ ବଡ଼ ମାଛ ଅଛନ୍। କାଲି ସକାଲୁ ସକାଲୁ ଆସି ଇ ବନ୍ଧେ ଜାଲ ପକାମା। ଜାଲୁଆମାନଙ୍କର କଥା ଶୁନି ତିନିଟା ମାଛର ତାଲୁକେ ତେତେଲ ଲାଗଲା ଏନ୍ତା ହେଲା। ଏବେ କାଣା କରବେ ସେ ବିଷୟନେ ତିନି ଜଣ କଥା ହେଲେ। ପ୍ରତ୍ୟୁତ୍ନମତି ନାମକ ମାଛ କହେଲା, ଇ ବିଷୟନେ ଆର୍ କାଣା ବିଚାର କରମା। ବିପଦ ଆସି ଦୁଆର ଠକ୍ ଠକ୍ କଲାନ। ଇନୁ ପଲାବା ଛଡ଼ା ଆର୍ କେନ୍ସି ଉପାୟ ନାଇନ। ଅନାଗତ ବିଧାତା ନାମକ ମାଛ କହେଲା, ମୁଇଁ ବି ହେଟା ଭାବୁଛେନ। ଆମେ ସଭେ ଇ ବନ୍ଧ ଛାଡ଼ି ପଲେଇ ଥାଉଁ। ବିପଦ ଟଲଲେ ଫେର ଆସମା। ଯଦ୍ ଭବିଷ୍ୟ ନାମକ ମାଛ କହେଲା, ତୁମର ଦୁଇ ଜଣର କଥା ମୋର ମନକେ ନାଇଁ ଆଏଲା। ତୁମେ ଦୁଇଜଣ ବହୁତ ଡରହାଟା। ଇ ସାମାନ୍ୟ କଥାର ଲାଗି ଆମେ ଆମର ଦାଦି ପୁରସାର ମାଏଟ ଛାଡ଼ି ଯିମା। କପାଲେ ଯଦି ମରବାର ଲେଖା ହେଇଛେ ବୋଇଲେ ଯାହିଁ ଗଲେ ବି ମରମା। କଥାନେ ଅଛେ, ରଖେ ହରି ମାରେ କିଏ, ମାରେ ହରି ରଖେ କିଏ। ଯାହା ହେଉ ପଛେ ମୁଇଁ ଏ ବନ୍ଧଟା ଛାଡ଼ି କାହିଁ ନାଇଁ ଯାଏ। ଅନାଗତ ବିଧାତା ନାମକ ମାଛ ଯଦ୍ ଭବିଷ୍ୟକେ ମଜାକ ଉଡ଼େଇ କହେଲା, ମୁଇଁ ଶୁନିଚେଁ ଡରୁଆ ଲୋକ କୁଆ ଆଉ ହରିଣ ବିଦେଶ ଯିବାକେ ଡରସନ୍। ତୋର କଥାରୁ ଜଣା ପଡ଼ୁଚେ ତୁଇ ବି ଗୋଟେ ବଡ଼ ଡରୁଆ ଲୋକେ। ଯଦ୍ ଭବିଷ୍ୟ ନାମକ ମାଛ କହେଲା, ତୁମେମାନେ ମୋତେ ଭୁଲ ବୁଝୁଛ। ଜାଲୁଆମାନେ ଯେ କାଲି ଇ ବନ୍ଧକେ ଆଇବେ ନ, ତାର କାଇଁ ଗ୍ୟାରେଣ୍ଟି ଅଛେ। ସେମାନେ କାଲି ନାଇଁ ବି ଆସନ୍। ପ୍ରତ୍ୟୁତ୍ନମତି ନାମକ ମାଛ କହେଲା, ଠିକ୍ କହୁଛ ଯେ କାଲି ଯଦି ଜାଲୁଆମାନେ ଆଇଲେ କେନ୍ତା କରବ। ଯଦ୍ ଭବିଷ୍ୟ ଚଟକରି କହେଲା, ହେତେବେଲେ ଦେଖାଯିବା। ଯେତେବେଲେ ଯଦ୍ ଭବିଷ୍ୟ ଯିବା ଲାଗି ରାଜି ନାଇଁ ହେଲା, ଅନାଗତ ବିଧାତା ଆର୍ ପ୍ରତ୍ୟୁତ୍ନମତି ସେ ବନ୍ଧ ଛାଡ଼ି ଦୁସରା ବନ୍ଧକେ ପଲାଲେ। ଆର୍ ଦିନ ସକାଲୁ ସକାଲୁ ଜାଲୁଆମାନେ ଆସି ସେ ବନ୍ଧେ ଜାଲ ପକାଲେ। ଯଦ୍ ଭବିଷ୍ୟ ନାମକ ମାଛ ଯେତେ ପଲାବା ଲାଗି ଚେଷ୍ଟା କରୁଥିଲା, ସବୁତି ବିଫଲ ହେଉଥିଲା। ଜାଲୁଆମାନେ ଦେଖିଲେ ଏତେ ବଡ଼ ମାଛଟେ ଜାଲେ ପଡ଼ିଛେ, ସେମାନଙ୍କର ଖୁସି କିଏ ଦେଖେ। ସଭେ ମିଶିକରି ଯଦ୍ ଭବିଷ୍ୟ ନାମକ ମାଛକେ ଟାଣି ଟାଣି ବନ୍ଧିଡ଼ିକେ ଆଣିଲେ। ଇଆଡ଼େ ଯଦ୍ ଭବିଷ୍ୟ ତାର ଭୁଲ ବୁଝିପାରି ତାର ସାଙ୍ଗମାନଙ୍କୁ ମନେ ପକେଇ ମରନକେ ଆଖି ଆଗେ ଦେଖି ପସ୍ତେଇ ହେଇ କାନ୍ଦୁଥିସି। ଇ କଥା ନିର୍ନୁ ଶିକ୍ଷା, ବେଲ ଥାଉ ଥାଉ ସତର୍କ ହେଇଗଲେ ଆମେ ଯେତେ ବଡ଼ ବିପଦକେ ବି ଟାଲି ଦେଇ ପାରମା।